ତ ହ୍ୟାଲୋ ପିଲାମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ସତ୍ୟ ଟ୍ୟୁଟୋରିଆଲ୍। ତ ପିଲାମାନେ ଡେରି ନକରି ଆଜିର କଣ୍ଟେଣ୍ଟକୁ ଷ୍ଟାର୍ଟ କରିବାକୁ ଯିବା। ଆଜିର କଣ୍ଟେଣ୍ଟ ହେଉଛି ଓଡ଼ିଶା ଜିକେର ଟପ୍ 50ଟା ୱାନ୍ ଲାଇନର୍ ହେଲା, ୱାନ୍ ଲାଇନର୍ କୋଶ୍ଚିନ୍ ଯେଉଁଟାକି ମୁଁ ଆଣିବାକୁ ଯାଇଛି ହେଲା। ଫାର୍ଷ୍ଟ କୋଶ୍ଚିନ୍ କ'ଣ ଦେଲା, ପଞ୍ଚାୟତିରାଜ ଦିବସଟା କେବେ ପାଳନ କରାଯାଉଛି? ରିସେଣ୍ଟଲି ଯେଉଁ ମୋହନ ମାଝୀ ଆସିବା କତିରୁ 24 ମୋହନ ମାଝୀ ଆମ ଚିଫ୍ ମିନିଷ୍ଟର ହେବା କତିରୁ, ମୁଖ୍ୟମନ୍ତ୍ରୀ ହେବା କତିରୁ 24 ଏପ୍ରିଲରେ ପାଳନ କରାଯାଉଛି। ଆଗରୁ କେବେ ପାଳନ କରାଯାଉଥିଲା ନା 5 ମେରେ ପାଳନ କରାଯାଉଥିଲା, ଯେଉଁଟାକି ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ରୂପରେ ପାଳନ କରାଯାଉଛି। କିନ୍ତୁ ଏବେ କ'ଣ ଚେଞ୍ଜ କରାଯାଇଛି ନା ଏବେ ଚେଞ୍ଜ କରାଯାଇଛି କ'ଣ ନା ଏବେ ଚେଞ୍ଜ କରାଯାଇଛି 24 ଏପ୍ରିଲରେ। ଜାଣିପାରିଲ? ତାପରେ ଆସିଲା କ'ଣ, ଖୋକା ଭାଇ କାହାକୁ କହନ୍ତି? ଖୋକା ଭାଇ ତମ ପାଇଁ, ସେଇଟା ହେଉଛି କିଏ ନା ଅକ୍ଷୟ ମହାନ୍ତି। ଅକ୍ଷୟ ମହାନ୍ତିକୁ ଖୋକା ଭାଇ ରୂପରେ ପରିଚିତ। ଓଡ଼ିଆ ସାହିତ୍ୟ ଏକାଡେମୀ ଏଷ୍ଟାବ୍ଲିଶ୍ କେବେ ହୋଇଥିଲା? ଓଡ଼ିଶା ସାହିତ୍ୟ ଏକାଡେମୀ କେବେ ଏଷ୍ଟାବ୍ଲିଶ୍ ହୋଇଥିଲା? 1957 ମସିହା। ତ କାଶ୍ମୀର ଓଡ଼ିଶା ଜାଣିଛ, ଦାରିଙ୍ଗବାଡ଼ି। ମକସୁରେ ମକସୁରେ ଲୋ ମକସୁରେ ତତେ ସିନ୍ଦୁର ଦେବି, ସିନ୍ଦୁର ଦେବି, ଧଡ଼ା ଗଳା ଚଢ଼ି ଦାରିଙ୍ଗି ବାଡ଼ି ବୁଲେଇ ନେବି ହେଲା। ଏଇଟା ଦାରିଙ୍ଗବାଡ଼ି, ଜାଣିପାରିଲ? ଦ ମୋଷ୍ଟ ପପୁଲସ୍ ଡିଷ୍ଟ୍ରିକ୍ଟ ଇନ୍ ଓଡ଼ିଶା ଯେଉଁଟାକି ଗଞ୍ଜାମ, ଜାଣିପାରିଲ? ଓଡ଼ିଶା ରସଗୋଲା, ଯେଉଁଟାକି ଓଡ଼ିଶାର ରସଗୋଲାକୁ ଜିଆଇ ଟେଗ୍ କେବେ ଦିଆଯାଇଥିଲା? 2019 ମସିହାରେ ଜିଆଇ ଟେଗ୍ ଦିଆଯାଇଥିଲା ହେଲା। ସୀତା ବିବାହ କେବେ ରିଲିଜ୍ ହେଇଥିଲା ନା 1936 ମସିହାରେ ରିଲିଜ୍ ହେଇଥିଲା, ଜାଣିପାରିଲ? ତାପରେ ଆସିଲା ଦ ଡାଇରେକ୍ସନ୍ ଅଫ୍ ଓଡ଼ିଶା ଇନ୍ ଇଣ୍ଡିଆ, ଇଷ୍ଟର୍ନ ପାର୍ଟ ଅଫ୍ ଇଣ୍ଡିଆ। ଯେଉଁ ରବି ଶାସ୍ତ୍ରୀ ବାରବାଟୀ ଷ୍ଟାଡ଼ିୟମକୁ ଆସୁନଥିବ, କହିବ ଦେୟାର ଇଜ୍ ଦ ଇଷ୍ଟର୍ନ ପାର୍ଟ ଅଫ୍ ଇଣ୍ଡିଆ, ଦ ଷ୍ଟେଟ୍ ଅଫ୍ ଓଡ଼ିଶା ଆଣ୍ଡ ଦ ବାରବାଟୀ ଷ୍ଟାଡ଼ିୟମ୍। ତାପରେ ଆସିଲା ଦ ବିଗର ଭିଲେଜ୍ କୋଉଟାରେ? ଭୁବନ, ଜାଣିଛ, ଢେଙ୍କାନାଳ ଜିଲ୍ଲା। କୋଉଟା ନା ଢେଙ୍କାନାଳ ଜିଲ୍ଲାର ଭୁବନଟା ହେଲା। ହାଇଏଷ୍ଟ ଲିଟରେସି ରେଟ୍ଟା କେଉଁ ଜିଲ୍ଲାର ନା ଖୋର୍ଦ୍ଧା ଜିଲ୍ଲା। ଲାର୍ଜେଷ୍ଟ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା ଏରିଆ ୱାଇଜ୍ କୋଉଟା ନା ମୟୂରଭଞ୍ଜ। ଆସେମ୍ବଲି ସିଟ୍ ଅଫ୍ ଓଡ଼ିଶା କେତେଟା ନା 147ଟା ସିଟ୍। ମାନେ ଓଡ଼ିଶାର ବିଧାନସଭା କେତେଟା ଆସନ? 147ଟା ହେଲା। ତାପରେ ଆସିଲା କ'ଣ, ରିଚେଷ୍ଟ ଡିଷ୍ଟ୍ରିକ୍ଟ ଇନ୍ ଓଡ଼ିଶା କୋଉଟା? ରିଚେଷ୍ଟ ଡିଷ୍ଟ୍ରିକ୍ଟ ଇନ୍ ଓଡ଼ିଶା କୋଉଟା? ଖୋର୍ଦ୍ଧା। ସୁଇଟ୍ କ୍ୟାପିଟାଲ ଅଫ୍ ଓଡ଼ିଶା କୋଉଟା? ପାହାଳ ରସଗୋଲା ଶୁଣିଥିବ ରେ, ପାହାଳ ରସଗୋଲା। ତୁମେ ଯେତେବେଳେ କଟକରୁ ଭୁବନେଶ୍ୱର ଯାଉଥିବ ହେଲା, ପାହାଳ ଗୋଟେ ପଡ଼ିଥିବ ଜାଗା ହେଲା, ଖତରା ଜାଗାଟା, ସେଟା ରସଗୋଲା ଛେନା ଗଜା ବଢ଼ିଆ କିଣା, ସେଟା ଓଡ଼ିଶା ଫେମସ୍ ସେଟା। ହ୍ୱେନ୍ ଡିଡ୍ ଦ ବ୍ରିଟିଶ ଟେକ୍ସ ଓଡ଼ିଶା ଅଣ୍ଡର ଦ ରୁଲ୍? କେବେ ବ୍ରିଟିଶଟାକୁ ଓଡ଼ିଶାକୁ କଭର କଲେ, ମାନେ ଓଡ଼ିଶାକୁ ନିଜ ହାତକୁ ନେଇଗଲେ, ମାନେ କେବେ ନା 14 ଅକ୍ଟୋବର 1803 ମସିହାରେ ଓଡ଼ିଶାକୁ ଅକ୍ତିଆର କଲେ ଇଂରେଜମାନେ। ଭାତ ହାଣ୍ଡି ଅଫ୍ ଓଡ଼ିଶା କୋଉଟା ନା ବରଗଡ଼। ବରଗଡ଼କୁ କାହିଁକି ଭାତ ହାଣ୍ଡି କୁହାଯାଏ ନା ବରଗଡ଼କୁ ଏଥିପାଇଁ ଭାତ ହାଣ୍ଡି କୁହାଯାଏ କାରଣ ବରଗଡ଼ରେ ଅଧିକା ଧାନ ଚାଷ ହୋଇଥାଏ। ତୁଳସୀ କ୍ଷେତ୍ର କିଏ ନା କେନ୍ଦ୍ରାପଡ଼ା। ଗୋଲ୍ଡେନ୍ ଟ୍ରାଙ୍ଗଲ୍ ଅଫ୍ ଓଡ଼ିଶା କିଏ? ଭୁବନେଶ୍ୱର, ପୁରୀ, କୋଣାର୍କ। ଟୋଟାଲ ନମ୍ବର ଅଫ୍ ରିଭର କେତେଟା? 11ଟା, ମାନେ ମେନ୍ ରିଭର ହେଉଛି 11ଟା। ଓଡ଼ିଶା ସେପାରେଟ୍ ଟୁ ବିହାର ଟୁ ବିକମ୍ ଏ ସେପାରେଟ୍ ପ୍ରୋଭିନ୍ସ 1 ଏପ୍ରିଲ 1936 ମସିହା ହେଲା। ଓଡ଼ିଶା ବିହାର କତରୁ ଫାଷ୍ଟ ଓଡ଼ିଶା ଆଉ ବିହାର ମିଶିକି ଥିଲା, ତାପରେ ଓଡ଼ିଶା କତରୁ ବିହାର ଅଲଗା, ମାନେ ବିହାର କତରୁ ଓଡ଼ିଶା ଅଲଗା ହେଇକି ନୂଆ ରାଜ୍ୟରେ ପରିଣତ ହେଲା, ଯେଉଁଟାକି ଗୋଟେ ସେପାରେଟ୍ ପ୍ରୋଭିନ୍ସରେ କନଭର୍ଟ ହେଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ 1 ଏପ୍ରିଲ 1936 ମସିହା। ତାପରେ ଆସିଲା, ଏଟା ଭୁଲ ଲେଖାଯିବେ, ଏଟା ହେଉଛି ଗ୍ରାନାରୀ ଅଫ୍ ଓଡ଼ିଶା। ଏଟା ହେଉଛି କ'ଣ ନା ଗ୍ରାନାରୀ ଅଫ୍ ଓଡ଼ିଶା କୋଉଟା ନା ବାଲେଶ୍ୱର। କୋଉଟା ନା ବାଲେଶ୍ୱର। ଗ୍ରାନାରୀ ଅଫ୍ ଓଡ଼ିଶା କୋଉଟା ନା ବାଲେଶ୍ୱର। ଟେମ୍ପୁଲ ସିଟି ଅଫ୍ ଓଡ଼ିଶା କୋଉଟା? ମନ୍ଦିର ମାଳିନୀ ସହର, ଭୁବନେଶ୍ୱର। ଉଦୟଗିରି ଆଉ ଖଣ୍ଡଗିରି କେଭ୍ସ କେଉଁଠି ଅଛି? ଖୋର୍ଦ୍ଧା, ଭୁବନେଶ୍ୱର। ଉଦୟଗିରିରେ କେତେଟା କୁହରେ କେତେଟା ଗୁମ୍ଫା? 18ଟା ଗୁମ୍ଫା। ବିରାଟ ଫର ରିଜନ୍। ଖଣ୍ଡଗିରିରେ 15ଟା ଗୁମ୍ଫା ଅଛି। ତାପରେ ଆସିଲା ଦ ର୍ୟାଙ୍କ ଅଫ୍ ଓଡ଼ିଶା ଇନ୍ ଦ ଟର୍ମ ଅଫ୍ ଏରିଆ, ମାନେ ଭାରତରେ ଯେଉଁ ଏରିଆ ୱାଇଜ୍ର ର୍ୟାଙ୍କ ଓଡ଼ିଶାର ମାନେ 8 ନମ୍ବର ପୋଜିସନରେ ଅଛି ଇନ୍ ଦ ୱିଥ୍ ରେସ୍ପେକ୍ଟ ଟୁ ଏରିଆ ହେଲା। ହ୍ୱେନ୍ ୱାଜ୍ ଦ ନନ୍ଦନକାନନ ନ୍ୟାସନାଲ୍ ପାର୍କ ଏଷ୍ଟାବ୍ଲିଶ୍ 1960 ମସିହାରେ ହେଲା। ଭିତରକନିକାଟା କେବେ ମ୍ୟାନଗ୍ରୋଭରୁ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀକୁ କନଭର୍ଟ ହେଇଥିଲା ନା 1995 ମସିହାରେ। ମଦର ଟେରେସା ଅଫ୍ ଓଡ଼ିଶା କିଏ ନା ମା ରମା ଦେବୀ ହେଲା। ଗାନ୍ଧୀ ଅଫ୍ ଓଡ଼ିଶା କିଏ ନା ପଣ୍ଡିତ ଗୋପବନ୍ଧୁ ଦାସ। ଫାଷ୍ଟ ଚେୟାରମ୍ୟାନ୍ ଅଫ୍ ଓପିଏସ୍ସି କୋଉଟା? ଓପିଏସ୍ସିର ଫୁଲ୍ ଫର୍ମ କ'ଣରେ? ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ହେଲା। ଏଟା ହେଉଛି 1 ଏପ୍ରିଲ 1949ରେ ଏଷ୍ଟାବ୍ଲିଶ୍ ହେଇଥିଲା। ତାର ଫାଷ୍ଟ ଚେୟାରମ୍ୟାନ୍ କିଏ ଥିଲେ? ସାମୁଏଲ ଦାସ ଥିଲେ। କିଏ ନା ସାମୁଏଲ ଦାସ ହେଲା।
ତାପରେ ଆସିଲା आहे ଦୟାମୟ ବିଶ୍ୱ ବିହାରୀ କିଏ ଲେଖିଥିଲେ ରେ? ରାମକୃଷ୍ଣ ନନ୍ଦ। ଇନ୍ ହୁଇଚ୍ ଇୟର କଳାପାହାଡ଼ ଇନଭାଇଟେଡ୍ ଓଡ଼ିଶା? କଳାପାହାଡ଼ କେବେ ଓଡ଼ିଶାକୁ ଆଟାକ୍ କରିଥିଲା? 1567 ଖ୍ରୀଷ୍ଟାବ୍ଦରେ। ଷ୍ଟେଟ୍ ମେରିଟାଇମ୍ ମ୍ୟୁଜିୟମ୍ କେଉଁଠି ଅଛି? ନା କଟକରେ। ଦ ଗ୍ରାଣ୍ଡ ଓଲମେଣ୍ଟ ଅଫ୍ ଓଡ଼ିଶା କିଏ? ନା ମଧୁସୂଦନ ଦାସ, ମଧୁ ବାରିଷ୍ଟର। ଦ ଫାଷ୍ଟ ଓମେନ୍ ଡେପୁଟି ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା କିଏ? ପ୍ରଭାତୀ ପରିଡ଼ା, ଯିଏକି କରେଣ୍ଟ ଡେପୁଟି ଚିଫ୍ ମିନିଷ୍ଟର ଅଛନ୍ତି ହେଲା। ଦ ଫାଷ୍ଟ ମେଲ୍ ଡେପୁଟି ଚିଫ୍ ମିନିଷ୍ଟର କିଏ? ନା ରାଜେନ୍ଦ୍ର ନାରାୟଣ ସିଂଦେଓ। ଫାଷ୍ଟ ଓଡ଼ିଆ ବିକମ୍ ଏ ସୁପ୍ରିମକୋର୍ଟ ଜଜ୍ କିଏ? ଯେଉଁଟା ପ୍ରଥମ ଓଡ଼ିଆ ଯିଏକି ସୁପ୍ରିମକୋର୍ଟ ଜଜ୍ ହୋଇଥିଲେ ସେ ହେଉଛନ୍ତି ରଙ୍ଗନାଥ ମିଶ୍ର। ଜାଣିପାରିଲ। ଏଡ଼ିଟର ଅଫ୍ ପପୁଲାର ଚିଲଡ୍ରେନ୍ ମ୍ୟାଗାଜିନ୍ ମୀନା ବଜାର କିଏ ଲେଖିଥିଲେ? ହରେକୃଷ୍ଣ ମହତାବ। ତାହେଲେ କାକଟପୁର ପୁରୀ ମା ମଙ୍ଗଳା ଟେମ୍ପଲ କିଏ ବନେଇଥିଲେ? ନା ବିରହ କେଶରୀ। କିଏ? ନା ବରାହ କେଶରୀ। କିଏ? ନା ବରାହ କେଶରୀ। ହୁ ୱାଜ୍ ବିଲ୍ଡ? ତାହେଲେ ହୁ ବିଲ୍ଡ ଦ କଟକ ସିଟି କିଏ? ରୂପ କେଶରୀ କଟକ ସିଟି ବନେଇଥିଲେ। ଦ ଫାଷ୍ଟ ଓଡ଼ିଆ ମ୍ୟାଗାଜିନ୍ ପବ୍ଲିଶ୍ଡ 1861ରେ ବୋଧଦାୟିନୀ ହେଲା। ବୋଧଦାୟିନୀ। ବୋଧଦାୟିନୀ ୱାଜ୍ କିଏ ଲେଖିଥିଲେ? ଏଫ୍.ଏମ୍. ସେନାପତି। ଏଫ୍.ଏମ୍. କଲେଜ ନୁହେଁ, ଏଫ୍.ଏମ୍. ଫକୀରମୋହନ ସେନାପତି, ବ୍ୟାସକବି ଫକୀରମୋହନ ସେନାପତି। ଫାଷ୍ଟ ଓଡ଼ିଆ ଫିଲ୍ମ ରିସିଭ୍ ଟୁ ନ୍ୟାସନାଲ୍ ଆୱାର୍ଡ଼ କିଏ? ନା ଶ୍ରୀ ଲୋକନାଥ। ଫିଲ୍ମଟା ନ୍ୟାସନାଲ୍ ଲେବୁଲ୍ରେ ଆୱାର୍ଡ଼ ପାଇଥିଲା। ଫାଷ୍ଟ ଓଡ଼ିଆ ଫିଲ୍ମ ସେଇଟା ହେଲା। ଫାଷ୍ଟ ଓଡ଼ିଆ ଫିଲ୍ମ ଯିଏକି ନ୍ୟାସନାଲ୍ ଲେବୁଲ୍ରେ ଆୱାର୍ଡ଼ ପାଇଥିଲା ସେ ହେଉଛି ଶ୍ରୀ ଲୋକନାଥ। ସୁଇଟ୍ ୱାଟର ଲେକ୍, ମଧୁର ଜଳ ଲେକ୍ ହ୍ରଦ ଯେଉଁଟାକି ନନ୍ଦନକାନନ ପାଖରେ ଅଛି ସେଇଟା ହେଉଛି କେଉଁଟା? ନା କାଞ୍ଜିଆ ଲେକ୍। କେଉଁଟା? ନା କାଞ୍ଜିଆ ଲେକ୍। ଦ ଫାଷ୍ଟ ଗଭର୍ଣ୍ଣର ଅଫ୍ ଓଡ଼ିଶା କିଏ? ନା ସାର୍ ଜଷ୍ଟିନ୍ ଅବାକ। ଫାଷ୍ଟ ସ୍ପିକର ଅଫ୍ ଓଡ଼ିଶା ବିଧାନସଭା? ଫାଷ୍ଟ ସ୍ପିକର ମାନେ କ'ଣ ବେ? ବାଚସ୍ପତି। କିଏ? ନା ମୁକୁନ୍ଦ ପ୍ରସାଦ ଦାସ। କିଏ? ମୁକୁନ୍ଦ ପ୍ରସାଦ ଦାସ। ଜାଣିପାରିଲ। ତା ଆସିଲା ଫାଷ୍ଟ ଓମେନ୍ ଚିଫ୍ ଜଷ୍ଟିସ୍ କିଏ ବି ଅଫ୍ ଓଡ଼ିଶା ହାଇକୋର୍ଟ? ସେଠି ହେଉଛି କିଏ? ଅମିୟ କୁମାରୀ ପାଢ଼ୀ। ଧେମ୍ସା ଫେମସ୍ ଫୋକ୍ ଡ୍ୟାନ୍ସ କେଉଁଟା? ଧେମ୍ସା ଗୋଟେ ଫେମସ୍ ଲୋକନାଟ୍ୟ କେଉଁଠିକାର, କେଉଁ ଜିଲ୍ଲାର? ନା କୋରାପୁଟ ଜିଲ୍ଲାର। କ'ଣ ଭାରତୀୟ ସାଂସ୍କୃତି ଓ ଭଗବତ ଗୀତା କିଏ ଲେଖିଥିଲେ? ନା ପ୍ରଫୁଲ୍ଲ କୁମାର ମହାନ୍ତି। ତା ଆସିଲା ନର୍ଥ ଇଷ୍ଟ ମାନେ କ'ଣ ବେ? ନନ୍ ଇଷ୍ଟ ଲେଖିଦେଇଛି। ଏଇଟା କ'ଣ ହେବ? ନର୍ଥ ଇଷ୍ଟ। ଏଇଟା କ'ଣ ହେବ? ନା ନର୍ଥ ସରି ବେ, ଏଇଟା କ'ଣ ହେବ? ନା ନର୍ଥ ଇଷ୍ଟ। ନର୍ଥ ଇଷ୍ଟ ଅଫ୍ ଓଡ଼ିଶା କିଏ ରେ? ଏଇଟା ନର୍ଥ, ଏଇଟା ଇଷ୍ଟ। ତାହେଲେ ନର୍ଥ ଇଷ୍ଟ କିଏ ଯିବ? ୱେଷ୍ଟବେଙ୍ଗଲ। କିଏ ଯିବ? ୱେଷ୍ଟବେଙ୍ଗଲ। ପଶ୍ଚିମବଙ୍ଗ ଦିଦି ଅଛନ୍ତି, ମମତା ଦିଦି, ମମତା ବାନାର୍ଜୀ। ତମ ପାଇଁ କମେଣ୍ଟରେ ହୋମୱାର୍କ କ'ଣ ରହିଲା? କମେଣ୍ଟରେ ଲେଖିବ ୱେଷ୍ଟର କି ଟୋଟାଲି ୱେଷ୍ଟର କେଉଁଟା ରହିଲା? ଏଇଟା ଇଷ୍ଟ, ୱେଷ୍ଟ, ନର୍ଥ, ସାଉଥ। ଏଇ ଇଷ୍ଟର ଓଡ଼ିଶାରେ କେଉଁଟା ଅଛି ଆଉ ସାଉଥରେ କେଉଁଟା ଅଛି? ଏଇଟା କମେଣ୍ଟରେ ଜଣାଇବ। ଥ୍ୟାଙ୍କ ୟୁ ହେଲା। ଥ୍ୟାଙ୍କ ୟୁ ପିଲାମାନେ।